ओम शांति 28 ଜାନୁଆରୀ 2026। परम शिक्षक शिव भगवान वाच मीठे बच्चे परम प्रिय शिव बाबा तुमମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି। ତେଣୁ ତୁମେମାନେ ତାଙ୍କ ଶ୍ରୀମତରେ ଚାଲ। ଆଜିର ପ୍ରଶ୍ନ, ମନୁଷ୍ୟମାନେ ପରମାତ୍ମାଙ୍କ ବିଷୟରେ ଯେଉଁ ଦୁଇଟି କଥା ପରସ୍ପର ଠାରୁ ଭିନ୍ନ ରୂପରେ କହିଥାନ୍ତି, ମନୁଷ୍ୟମାନେ ପରମାତ୍ମାଙ୍କ ବିଷୟରେ କେଉଁ ଦୁଇଟି କଥା ପରସ୍ପର ଠାରୁ ଭିନ୍ନ ରୂପରେ କହିଥାନ୍ତି? ଉତ୍ତର, ଗୋଟିଏ ପଟେ କହୁଛନ୍ତି ପରମାତ୍ମା ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି ଏବଂ ଅନ୍ୟପଟେ କହୁଛନ୍ତି ସେ ତ ନାମ ରୂପରୁ ଅଲଗା। ଏହି ଦୁଇଟି କଥା ପରସ୍ପର ଠାରୁ ଭିନ୍ନ ହୋଇଯାଉଛି। ପରମାତ୍ମାଙ୍କୁ ଯଥାର୍ଥ ରୂପରେ ନ ଜାଣିବା କାରଣରୁ ହିଁ ପତିତ ହୋଇ ଚାଲିଛନ୍ତି। ବାବା ଯେତେବେଳେ ଏଠାକୁ ଆସିଥାନ୍ତି ସେତେବେଳେ ହିଁ ନିଜର ସଠିକ୍ ପରିଚୟ ଦେଇଥାନ୍ତି। ଗୀତ ମରନା ତେରି ଗଲି ମେ ଜିନା ତେରି ଗଲି ମେ। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ। ଯଦି କେହି ମୃତ୍ୟୁବରଣ କରନ୍ତି ତେବେ ସିଏ ଯାଇ ଅନ୍ୟ ଜଣେ ପିତାଙ୍କ ପାଖରେ ଜନ୍ମ ନିଅନ୍ତି। କଥାରେ କୁହନ୍ତି ଅମୁକ ବାପାଙ୍କ ପାଖରେ ଜନ୍ମ ନେଲା। ସାଧାରଣତଃ କେହି ମାର ନାମ କହିନଥାନ୍ତି, ବାପାଙ୍କର ନାମ ହିଁ କହିଥାନ୍ତି। ବାପାଙ୍କୁ ଅଭିନନ୍ଦନ ଜଣାଇଥାନ୍ତି। ଏବେ ତୁମେମାନେ ଜାଣୁଛ ଆମେ ଆତ୍ମା, ତାହା ତ ଶରୀରର କଥା। ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ପୁଣି ଅନ୍ୟ ଏକ ବାପାଙ୍କ ପାଖକୁ ଯାଇଥାଏ। ତୁମେମାନେ 84 ଜନ୍ମରେ 84 ଜଣ ଶାରୀରିକ ପିତାଙ୍କ ପାଖରେ ଜନ୍ମଗ୍ରହଣ କରିଛ, କିନ୍ତୁ ବାସ୍ତବରେ ତୁମେମାନେ ନିରାକାର ପିତାଙ୍କର ସନ୍ତାନ। ତୁମେମାନେ ପରମ ପିତା ପରମାତ୍ମାଙ୍କର ସନ୍ତାନ ଏବଂ ସେଠାକାର ନିବାସୀ ମଧ୍ୟ ଅଟ, ଯାହାକୁ ନିର୍ବାଣ ଧାମ ଅଥବା ଶାନ୍ତି ଧାମ କୁହାଯାଏ। ତୁମେମାନେ ବାସ୍ତବରେ ସେଠିକାର ନିବାସୀ ଅଟ। ବାବା ମଧ୍ୟ ସେଠାରେ ରୁହନ୍ତି। ଏଠାକୁ ଆସି ତୁମେମାନେ ଲୌକିକ ପିତାଙ୍କର ସନ୍ତାନ ହେଉଛ ଏବଂ ସେହି ପିତାଙ୍କୁ ଭୁଲି ଯାଉଛ। ସତ୍ୟ ଯୁଗରେ ତୁମେମାନେ ସୁଖୀ ହୋଇଯାଉଛ, ତେଣୁ ସେହି ପାରଲୌକିକ ପିତାଙ୍କୁ ଭୁଲି ଯାଉଛ। ସୁଖରେ କେହି ହେଲେ ସେହି ବାବାଙ୍କୁ ସ୍ମରଣ କରନ୍ତି ନାହିଁ। ଦୁଃଖରେ ସମସ୍ତେ ମନେ ପକାନ୍ତି ଏବଂ ଆତ୍ମା ହିଁ ତାଙ୍କୁ ମନେ ପକାଇଥାଏ। ଯେତେବେଳେ ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି ସେତେବେଳେ ବୁଦ୍ଧି ଶରୀର ଆଡ଼କୁ ରହିଥାଏ। ଏହି ବାବା ଅର୍ଥାତ୍ ବ୍ରହ୍ମା ବାବା ମଧ୍ୟ ତାଙ୍କୁ ମନେ ପକାଇଲେ କହିବେ ଓ ବାବା। ଏହି ବାବା ଅର୍ଥାତ୍ ବ୍ରହ୍ମା ବାବା ମଧ୍ୟ ତାଙ୍କୁ ମନେ ପକାଇଲେ କହିବେ ଓ ବାବା। ଉଭୟ ବାବା ଅଟନ୍ତି। ସଠିକ୍ ଅକ୍ଷର ହେଉଛି ବାବା। ଇଏ ମଧ୍ୟ ବାବା, ସେ ମଧ୍ୟ ବାବା। କିନ୍ତୁ ଆତ୍ମା ଯେତେବେଳେ ସେହି ପିତାଙ୍କୁ ମନେ ପକାଏ ତେବେ ବୁଦ୍ଧି ସେଠାକୁ ଚାଲିଯାଏ। ଏ କଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି। ତୁମେମାନେ ଏବେ ଜାଣୁଛ ଯେ ବାବା ଆସି ଆମମାନଙ୍କୁ ନିଜର କରିଛନ୍ତି। ବାବା କହୁଛନ୍ତି ପ୍ରଥମେ ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି। ସେଠାରେ ତୁମେମାନେ ବହୁତ ସାହୁକାର ଥିଲ। ପୁଣି 84 ଜନ୍ମ ନେଇ ଡ୍ରାମା ପ୍ଲାନ୍ ଅନୁସାରେ ଏବେ ତୁମେମାନେ ଦୁଃଖୀ ହୋଇଯାଇଛ। ଏବେ ପୁଣି ଡ୍ରାମା ଅନୁସାରେ ପୁରୁଣା ଦୁନିଆ ସମାପ୍ତ ହୋଇଯିବ। ସେଠାରେ ତୁମମାନଙ୍କର ଆତ୍ମା ଏବଂ ଶରୀର ରୂପୀ ବସ୍ତ୍ର ଉଭୟ ସତୋପ୍ରଧାନ ଥିଲା। ପୁଣି ଯେତେବେଳେ ସ୍ୱର୍ଣ୍ଣିମ ଯୁଗରୁ ରୌପ୍ୟ ଯୁଗକୁ ଆସିଲ ସେତେବେଳେ ଶରୀର ମଧ୍ୟ ରୌପ୍ୟ ଯୁଗକୁ ଆସିଲା, ପୁଣି ତାମ୍ର ଯୁଗକୁ ଆସିଲା। ଏବେ ତ ତୁମର ଆତ୍ମା ବିଲକୁଲ ପତିତ ହୋଇଯାଇଛି, ତେଣୁ ଶରୀର ମଧ୍ୟ ପତିତ ହୋଇଯାଇଛି। ଯେପରି 14 କ୍ୟାରେଟ୍ ସୁନାକୁ କେହି ବି ପସନ୍ଦ କରନ୍ତି ନାହିଁ, ତାହା କଳା ପଡ଼ିଯାଏ। ସେହିପରି ତୁମେମାନେ ମଧ୍ୟ ଏବେ କଳା ଆଇରନ୍ ଏଜେଡ୍ ହୋଇଯାଇଛ। ଏବେ ଆତ୍ମା ଏବଂ ଶରୀର ଉଭୟ କଳା ହୋଇଯାଇଛି। ତାହା ପୁଣି ପବିତ୍ର କିପରି ହେବ? ଯେତେବେଳେ ଆତ୍ମା ପବିତ୍ର ହୋଇଯିବ ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ। ତେବେ ତାହା କିପରି ହେବ? କ'ଣ ଗଙ୍ଗା ସ୍ନାନ କରିବା ଦ୍ୱାରା? ନା। ଡାକୁଛନ୍ତି ହେ ପତିତ ପାବନ। ଏ କଥା ଆତ୍ମା କହୁଛି ଏବଂ
ସେତେବେଳେ ବୁଦ୍ଧି ପାରଲୌକିକ ବାବାଙ୍କ ଆଡ଼କୁ ଚାଲି ଯାଇଥାଏ। ହେ ବାବା, ଦେଖ ଏହି ବାବା ଶବ୍ଦ କେତେ ମିଠା। ଭାରତରେ ହିଁ ବାବା ବାବା କହିଥାନ୍ତି। ଏବେ ତୁମେମାନେ ଆତ୍ମ ଅଭିମାନୀ ହୋଇ ବାବାଙ୍କର ହୋଇଛ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି। ସେଠାରେ ତୁମେମାନେ ନୂଆ ଶରୀର ଧାରଣ କରିଥିଲ। ଏବେ ତୁମେମାନେ କ'ଣ ହୋଇଯାଇଛ? ଏ କଥା ସର୍ବଦା ମନ ଭିତରେ ରହିବା ଉଚିତ। ସବୁବେଳେ ବାବା କହୁଛନ୍ତି, ଏବେ ତୁମେମାନେ କ'ଣ ହୋଇଯାଇଛ? ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସ୍ୱର୍ଗକୁ ପଠାଇଥିଲି। ସେଠାରେ ତୁମେମାନେ ନୂଆ ଶରୀର ଧାରଣ କରିଥିଲ। ଏବେ ତୁମେମାନେ କ'ଣ ହୋଇଯାଇଛ? ଏ କଥା ସର୍ବଦା ମନ ଭିତରେ ରହିବା ଉଚିତ। ସବୁବେଳେ ବାବାଙ୍କୁ ହିଁ ସ୍ମରଣ କରିବା ଉଚିତ। ସମସ୍ତେ ସ୍ମରଣ ମଧ୍ୟ କରୁଛନ୍ତି ନା? ହେ ବାବା, ଏବେ ଆମେ ପତିତ ହୋଇଯାଇଛୁ। ଆପଣ ଆସି ପବିତ୍ର କରନ୍ତୁ। ଡ୍ରାମାରେ ମଧ୍ୟ ଏହି ପାର୍ଟ ଅଛି, ତେଣୁ ତାଙ୍କୁ ସ୍ମରଣ କରୁଛନ୍ତି। ଡ୍ରାମା ପ୍ଲାନ୍ ଅନୁସାରେ ଆସିବେ ମଧ୍ୟ ସେତେବେଳେ ଯେତେବେଳେ ପୁରୁଣା ଦୁନିଆ ନୂଆ ହେବାକୁ ଥିବ। ତେବେ ନିଶ୍ଚିତ ସଙ୍ଗମ ଯୁଗରେ ହିଁ ଆସିବେ। ତୁମର ନିଶ୍ଚୟ ରହିଛି ଯେ ବାବା ହେଉଛନ୍ତି ମୋଷ୍ଟ ବିଲଭେଡ୍ ଅର୍ଥାତ୍ ପ୍ରିୟତମ। ଏଭଳି ମଧ୍ୟ କହିଥାନ୍ତି, ସୁଇଟ୍ ସୁଇଟର ସୁଇଟେଷ୍ଟ। ତେବେ ସବୁଠାରୁ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ହେଉଛନ୍ତି ପିତା, ଯିଏକି ଜନ୍ମ ଦେଇଥାନ୍ତି। ତାପରେ ଶିକ୍ଷକ, ସିଏ ମଧ୍ୟ ବହୁତ ଭଲ। ତାଙ୍କଠାରୁ ପାଠ ପଢ଼ି ପଦ ଉଚ୍ଚ ପାଉଛ। ଜ୍ଞାନକୁ ରୋଜଗାରର ବାଟ ବୋଲି କୁହାଯାଇଥାଏ। ଜ୍ଞାନ ଅର୍ଥାତ୍ ନୋଲେଜ, ଯୋଗ ଅର୍ଥାତ୍ ସ୍ମୃତି। ବେହଦର ବାବା, ଯିଏକି ତୁମମାନଙ୍କୁ ସ୍ୱର୍ଗର ମାଲିକ କରିଥିଲେ, ତାଙ୍କୁ ଏବେ ତୁମେମାନେ ଭୁଲି ଯାଇଛ। ଶିବ ବାବା କିପରି ଆସନ୍ତି କେହି ଜାଣିନାହାନ୍ତି। ଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଇଛି। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ଶ୍ରୀକୃଷ୍ଣ କିପରି ରାଜଯୋଗ ଶିଖାଇବେ? ରାଜଯୋଗ ତ ସତ୍ୟଯୁଗ ପାଇଁ ଶିଖାଇଥାନ୍ତି। ତେବେ ନିଶ୍ଚିତ ଭାବରେ ସଙ୍ଗମ ଯୁଗରେ ବାବା ହିଁ ଶିଖାଇଥିବେ। ସତ୍ୟଯୁଗର ସ୍ଥାପନକର୍ତ୍ତା ହେଉଛନ୍ତି ବାବା। ଶିବ ବାବା ଏହାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। କରନ୍ କରାବନହାର ଅଟନ୍ତି ନା? ମନୁଷ୍ୟମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହିଦେଉଛନ୍ତି। ବାସ୍ତବରେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ। ଇଏ ହେଲେ ସାକାର, ସେ ନିରାକାର। ସୃଷ୍ଟି ଏହିଠାରେ ହିଁ ରହିଛି। ଏହି ସୃଷ୍ଟି ରୂପୀ ଚକ୍ର ଯାହାକି ଘୂରି ଚାଲିଛି, ତାହା ଦ୍ୱାରା ପୁନରାବୃତ୍ତି ହେବାରେ ଲାଗିଛି। ସୂକ୍ଷ୍ମ ଲୋକର ସୃଷ୍ଟିଚକ୍ରର ଗାୟନ କରାଯାଏ ନାହିଁ। ମନୁଷ୍ୟ ସୃଷ୍ଟି ରୂପୀ ବିଶ୍ୱରେ ଇତିହାସ ଭୂଗୋଳର ପୁନରାବୃତ୍ତି ହୁଏ। ସୂକ୍ଷ୍ମ ଲୋକରେ କୌଣସି ଚକ୍ର ଆଦି ନଥାଏ। ଗାୟନ ମଧ୍ୟ କରିଥାନ୍ତି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି। ତାହା ହେଉଛି ଏହି ମନୁଷ୍ୟ ସୃଷ୍ଟିର କଥା। ସତ୍ୟଯୁଗ, ତ୍ରେତାଯୁଗ ମଝିରେ ନିଶ୍ଚିତ ସଙ୍ଗମ ଯୁଗ ହେବା ଦରକାର। ନଚେତ୍ କଳିଯୁଗକୁ ସତ୍ୟଯୁଗ କିଏ କରାଇବ? ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ବାବା ଏହି ସଙ୍ଗମ ଯୁଗରେ ଆସନ୍ତି। ଇଏ ତ ହାଇଏଷ୍ଟ ଅଥରିଟି, ଗଡ୍ ଫାଦରଲି ଗଭର୍ଣ୍ଣମେଣ୍ଟ, ସର୍ବଶକ୍ତିର ଅଧିକାରୀ ଈଶ୍ୱର ପିତାଙ୍କର ସରକାର ଅଟେ। ବାବା କହୁଛନ୍ତି, ଇଏ ତ ହାଇଏଷ୍ଟ ଅଥରିଟି, ଗଡ୍ ଫାଦରଲି ଗଭର୍ଣ୍ଣମେଣ୍ଟ ଅର୍ଥାତ୍ ସର୍ବଶକ୍ତିର ଅଧିକାରୀ ଈଶ୍ୱର ପିତାଙ୍କର ସରକାର ଅଟେ। ତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି। ଆତ୍ମା କହୁଛି, ମୁଁ ନିର୍ଗୁଣ, ମୋଠାରେ କୌଣସି ଗୁଣ ନାହିଁ। କୌଣସି ବି ଦେବତାଙ୍କ ମନ୍ଦିରକୁ ଯାଇ ଏହି କଥା କହିଥାନ୍ତି। ବାସ୍ତବରେ ଏ କଥା ବାବାଙ୍କୁ କହିବା ଦରକାର। ତାଙ୍କୁ ଛାଡ଼ି ଭାଇମାନଙ୍କୁ ଅର୍ଥାତ୍ ଦେବତାମାନଙ୍କୁ କହୁଛନ୍ତି। ଦେବତାମାନେ ହେଲେ ଭାଇ। ଭାଇଠାରୁ ତ କିଛି ହେଲେ ମିଳିବାର ନାହିଁ। ଭାଇମାନଙ୍କର ପୂଜା କରି କରି ତଳକୁ ଖସି ଆସିଛନ୍ତି। ଏବେ ତୁମେମାନେ ଜାଣୁଛ ବାବା ଏଠାକୁ ଆସିଛନ୍ତି,
ତାଙ୍କଠାରୁ ଆମମାନଙ୍କୁ ବର୍ଷା ମିଳୁଛି। ବାବାଙ୍କୁ ହିଁ ଜାଣିନାହାନ୍ତି, ତେଣୁ ସର୍ବବ୍ୟାପୀ କହିଦେଉଛନ୍ତି। କେହି ପୁଣି କହୁଛନ୍ତି ଭଗବାନ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟନ୍ତି। କେହି ପୁଣି କହୁଛନ୍ତି ସେ ନାମ ରୂପରୁ ଅଲଗା। ଯଦି ସିଏ ଅଖଣ୍ଡ ଜ୍ୟୋତି ସ୍ୱରୂପ, ତେବେ ପୁଣି ନାମ ରୂପରୁ ଅଲଗା କିପରି କହୁଛ? ବାବାଙ୍କୁ ନ ଜାଣିବା କାରଣରୁ ସମସ୍ତେ ପତିତ ହୋଇଯାଇଛନ୍ତି। ବାସ୍ତବରେ ସମସ୍ତଙ୍କୁ ତମୋ ପ୍ରଧାନ ମଧ୍ୟ ହେବାକୁ ପଡ଼ିବ। ପୁଣି ଯେତେବେଳେ ବାବା ଆସୁଛନ୍ତି ସମସ୍ତଙ୍କୁ ସତୋ ପ୍ରଧାନ କରୁଛନ୍ତି। ସବୁ ଆତ୍ମା ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥାନ୍ତି। ପୁଣି ଏଠାକୁ ଆସି ସତୋ ରଜୋ ତମୋର ପାଠ କରିଥାନ୍ତି। ତେବେ ଆତ୍ମା ହିଁ ବାବାଙ୍କୁ ସ୍ମରଣ କରୁଛି। ବାବା ଏଠାକୁ ଆସି କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି। ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ। ବିନା ଆତ୍ମାରେ କ'ଣ ରଥ ଖାଏ କି? ଏବେ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ଏହା ହେଉଛି ଜ୍ଞାନର ବର୍ଷା। ଏହା ହେଲା ଜ୍ଞାନ। ଏହା ଦ୍ୱାରା କ'ଣ ହେଉଛି? ଦୁନିଆ ପତିତରୁ ପାବନ ହେଉଛି। ସତ୍ୟଯୁଗରେ ମଧ୍ୟ ଗଙ୍ଗା ନଦୀ ଏବଂ ଯମୁନା ନଦୀ ରହିବ। କହନ୍ତି ଶ୍ରୀକୃଷ୍ଣ ଯମୁନା କୂଳରେ ଖେଳାଖେଳି କରୁଥିଲେ। ବାସ୍ତବରେ ଏପରି କୌଣସି କଥା ନାହିଁ। ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି। ତାଙ୍କର ବହୁତ ଭଲ ଭାବରେ ଲାଳନ ପାଳନ ହୋଇଥାଏ, କାରଣ ସିଏ ଫୁଲ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି। ଫୁଲ କେତେ ସୁନ୍ଦର ହୋଇଥାଏ। ସମସ୍ତେ ଫୁଲର ସୁଗନ୍ଧ ନେଇଥାନ୍ତି। କଣ୍ଟାରୁ କ'ଣ କେହି ସୁଗନ୍ଧ ନେବେ କି? ଏବେ ତ ଏହା କଣ୍ଟାର ଦୁନିଆ ଅଟେ। ଏହି କଣ୍ଟାର ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି। ସେଥିପାଇଁ ତାଙ୍କର ବବୁଲନାଥ ନାମ ରହିଛି। ସିଏ କଣ୍ଟାକୁ ଫୁଲ କରନ୍ତି। ସେଥିପାଇଁ ତାଙ୍କ ମହିମାର ଗାୟନ କରାଯାଏ, କଣ୍ଟାକୁ ଫୁଲ କରୁଥିବା ବାବା। ତେବେ ତୁମର ବାବାଙ୍କ ସହିତ କେତେ ସ୍ନେହ ରହିବା ଉଚିତ? ସେହି ଲୌକିକ ପିତା ତ ତୁମମାନଙ୍କୁ ବିକାରୀ କରିଦେଇଥାନ୍ତି। ଏହି ବାବା 21 ଜନ୍ମ ନିମନ୍ତେ ତୁମକୁ ବିକାରରୁ ମୁକ୍ତ କରି ପବିତ୍ର କରୁଛନ୍ତି। ଲୌକିକ ପିତା ତୁମକୁ ପତିତ କରାଉଛନ୍ତି। ସେଥିପାଇଁ ତ ଲୌକିକ ପିତା ଥାଇ ମଧ୍ୟ ପାରଲୌକିକ ପିତାଙ୍କୁ ଆତ୍ମା ମନେ ପକାଇଥାଏ। ଏବେ ତୁମେମାନେ ଜାଣୁଛ ଯେ ଅଧାକଳ୍ପ ହେବ ଆମେମାନେ ବାବାଙ୍କୁ ମନେ ପକାଇ ଆସିଛୁ ଏବଂ ବାବା ମଧ୍ୟ ନିଶ୍ଚିତ ଆସୁଛନ୍ତି। ସେଥିପାଇଁ ଶିବ ଜୟନ୍ତୀ ପାଳନ କରୁଛନ୍ତି। ତୁମେମାନେ ଜାଣିଛ ଏବେ ଆମେ ବେହଦ ବାବାଙ୍କର ହୋଇଛୁ। ଏବେ ଆମର ସମ୍ବନ୍ଧ ତାଙ୍କ ସହିତ ରହିଛି ଏବଂ ଲୌକିକମାନଙ୍କ ସହିତ ମଧ୍ୟ ରହିଛି। ତୁମେମାନେ ପାରଲୌକିକ ପିତାଙ୍କୁ ସ୍ମରଣ କଲେ ପବିତ୍ର ହୋଇଯିବ। ଆତ୍ମା ଜାଣିଛି ସେ ଆମର ଲୌକିକ ପିତା ଏବଂ ଇଏ ପାରଲୌକିକ ପିତା। ଭକ୍ତି ମାର୍ଗରେ ମଧ୍ୟ ଆତ୍ମା ଏ କଥା ଜାଣିଥାଏ। ସେଥିପାଇଁ ତ କହୁଛନ୍ତି, ହେ ଭଗବାନ ଓ ଗଡ୍ ଫାଦର। ସମସ୍ତେ ସେହି ଅବିନାଶୀ ପିତାଙ୍କୁ ହିଁ ମନେ ପକାଉଛନ୍ତି। ଏବେ ସେହି ବାବା ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି। କିନ୍ତୁ ଏହି କଥାକୁ କେହି ବି ଜାଣିନାହାନ୍ତି। ଶାସ୍ତ୍ରରେ ତ ଯୁଗର ଆୟୁଷକୁ ମଧ୍ୟ ବହୁତ ଲମ୍ବା ଚଉଡ଼ା କରିଦେଇଛନ୍ତି। ଏ କଥା କାହାରି ଖିଆଲରେ ଆସେ ନାହିଁ ଯେ ବାବା ଆସନ୍ତି ହିଁ ପତିତମାନଙ୍କୁ ପାବନ କରିବା ପାଇଁ। ତେବେ ନିଶ୍ଚିତ ଭାବରେ ସଙ୍ଗମ ଯୁଗରେ ହିଁ ଆସିବେ। କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇ ମନୁଷ୍ୟମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି। ବାବାଙ୍କୁ ପାଇବା ପାଇଁ କେତେ ଧକ୍କା ଖାଉଛନ୍ତି। କଥାରେ କହନ୍ତି, ଯିଏ ବହୁତ ଭକ୍ତି କରନ୍ତି ତାଙ୍କୁ ଭଗବାନ ମିଳିଥାନ୍ତି। ତେବେ ଯେଉଁମାନେ ସବୁଠାରୁ ଅଧିକ ଭକ୍ତି କରିଥାନ୍ତି ତାଙ୍କୁ ନିଶ୍ଚିତ ପ୍ରଥମେ ମିଳିବା ଦରକାର। ବାବା ଏହାର ହିସାବ ମଧ୍ୟ ବତାଉଛନ୍ତି। ସର୍ବପ୍ରଥମେ ଭକ୍ତି ତୁମେମାନେ କରୁଛ। ତେଣୁ ତୁମମାନଙ୍କୁ ପ୍ରଥମେ
ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଉଚିତ, ଯେପରି ତୁମେମାନେ ଯାଇ ନୂଆ ଦୁନିଆରେ ରାଜ୍ୟ କରିବ। ବେହଦର ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ। ବାବା କହୁଛନ୍ତି, ତୁମେମାନେ ମୋତେ ଅଧାକଳ୍ପ ହେବ ମନେ ପକାଇ ଆସିଛ। ସୁଖୀ ଥିବା ସମୟରେ ତ କେହି ସ୍ମରଣ କରନ୍ତି ନାହିଁ। ଅନ୍ତିମ ସମୟରେ ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି, ସେତେବେଳେ ମୁଁ ଆସି ସମସ୍ତଙ୍କୁ ସୁଖୀ କରୁଛି। ଏବେ ତୁମେମାନେ ବହୁତ ବଡ଼ ଲୋକ ହେଉଛ। ଦେଖ, ବର୍ତ୍ତମାନର ଚିଫ୍ ମିନିଷ୍ଟର, ପ୍ରାଇମ୍ ମିନିଷ୍ଟର ଆଦିଙ୍କର ବଙ୍ଗଳା କେତେ ଫାଷ୍ଟ କ୍ଲାସ୍। ତେବେ ସେଠାକାର ଗାଈ, ଫର୍ଣ୍ଣିଚର ଆଦି ସବୁ ସେହିପରି ଫାଷ୍ଟ କ୍ଲାସ୍ ହେବ। ତୁମେମାନେ ତ କେତେ ବଡ଼ ଲୋକ ଅର୍ଥାତ୍ ଦେବତା ହୋଇଯାଉଛ। ଦୈବୀ ଗୁଣଧାରୀ ଦେବତା, ସ୍ୱର୍ଗର ମାଲିକ ହୋଇଯାଉଛ। ସେଠାରେ ତୁମମାନଙ୍କ ପାଇଁ ହୀରାଲୀଳାର ମହଲ ହେବ। ତୁମର ଫର୍ଣ୍ଣିଚର ସବୁ ସୁନାରେ ଜଡ଼ିତ ଫାଷ୍ଟ କ୍ଲାସ୍ ହେବ। ଏଠାରେ ତ ଝୁଲା ଆଦି ସବୁ ଭିକାରୀ ପରି। ସେଠାରେ ସବୁ ଫାଷ୍ଟ କ୍ଲାସ୍ ହୀରାଲୀଳାର ଜିନିଷ ହେବ। ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ଶିବଙ୍କୁ ରୁଦ୍ର ମଧ୍ୟ କହିଥାନ୍ତି। ଭକ୍ତି ପୁରା ହେଲେ ଭଗବାନ ପୁଣି ରୁଦ୍ର ଯଜ୍ଞ ରଚନା କରିଥାନ୍ତି। ସତ୍ୟ ଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ରହିବ ନାହିଁ। ଏହି ସମୟରେ ହିଁ ବାବା ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି ପରେ ଗାୟନ ହୁଏ। ଭକ୍ତି ତ ସବୁବେଳେ ଚାଲିବ ନାହିଁ। ଭକ୍ତି ଏବଂ ଜ୍ଞାନ। ଭକ୍ତି ହେଉଛି ରାତ୍ରି, ଜ୍ଞାନ ହେଉଛି ଦିନ। ବାବା ଆସି ଦିନ କରୁଛନ୍ତି, ତେଣୁ ପିଲାମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଉଚିତ। ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ମୋଷ୍ଟ ବିଲଭେଡ୍ ବା ପରମ ପ୍ରିୟ ଏକମାତ୍ର ବାବା ହିଁ ଅଟନ୍ତି। ତାଙ୍କଠାରୁ ଅଧିକ ସ୍ନେହୀ ବସ୍ତୁ କିଛି ହୋଇପାରିବ ନାହିଁ। ସେଥିପାଇଁ ତୁମେମାନେ ତାଙ୍କୁ ଅଧାକଳ୍ପ ହେବ ସ୍ମରଣ କରି ଆସିଛ। କହୁଛ, ବାବା ଆସି ଆମର ଦୁଃଖକୁ ହରଣ କର। ତେଣୁ ଏବେ ବାବା ଆସିଛନ୍ତି, କହୁଛନ୍ତି, ତୁମମାନଙ୍କୁ ନିଜ ଗୃହସ୍ଥରେ ତ ରହିବାକୁ ହିଁ ହେବ। ଏଠାରେ ବାବାଙ୍କ ପାଖରେ କେତେ ଦିନ ରହିବ? ବାବାଙ୍କ ସାଥିରେ ତ ପରମଧାମରେ ହିଁ ରହିପାରିବ। ଏଠାରେ ତ ଏତେ ସବୁ ସନ୍ତାନ ରହିପାରିବେ ନାହିଁ। ଶିକ୍ଷକ ପ୍ରଶ୍ନ କିପରି ପଚାରିବେ? ଲାଉଡ୍ ସ୍ପିକର ଦ୍ୱାରା ରେସ୍ପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର କିପରି ଦେଇପାରିବେ? ସେଥିପାଇଁ ଅଳ୍ପ ଅଳ୍ପ ବିଦ୍ୟାର୍ଥୀମାନଙ୍କୁ ପାଠ ପଢ଼ାଉଛନ୍ତି। କଲେଜ ତ ବହୁତ ରହିଛି। ପୁଣି ସମସ୍ତଙ୍କର ପରୀକ୍ଷା ମଧ୍ୟ ହୋଇଥାଏ ଏବଂ ତାର ତାଲିକା ବାହାର କରନ୍ତି। ଏଠାରେ ତ ଏକମାତ୍ର ବାବା ପାଠ ପଢ଼ାଉଛନ୍ତି। ଏକଥା ମଧ୍ୟ ବୁଝିବା ଦରକାର ଯେ ଦୁଃଖ ସମୟରେ ସମସ୍ତେ ସେହି ପାରଲୌକିକ ବାବାଙ୍କୁ ସ୍ମରଣ କରିଥାନ୍ତି। ଏବେ ସେହି ବାବା ଆସିଛନ୍ତି। ମହାଭାରୀ ମହାଭାରତ ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ। ସେମାନେ ଭାବୁଛନ୍ତି ମହାଭାରତ ଲଢ଼େଇରେ ଶ୍ରୀକୃଷ୍ଣ ଆସିଥିଲେ। ଏ କଥା ତ ହୋଇପାରିବ ନାହିଁ। ବିଚରା ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ତଥାପି ମଧ୍ୟ କୃଷ୍ଣ କୃଷ୍ଣ କହି ସ୍ମରଣ କରୁଛନ୍ତି। ସବୁଠାରୁ ପ୍ରିୟ ଶିବ ବାବା ଏବଂ ଶ୍ରୀକୃଷ୍ଣ ଅଟନ୍ତି। କିନ୍ତୁ ଇଏ ନିରାକାର, ଇଏ ହେଉଛନ୍ତି ସାକାର। ନିରାକାର ବାବା ସବୁ ଆତ୍ମାଙ୍କର ପ୍ରିୟ ପିତା ଅଟନ୍ତି। ନିରାକାର ବାବା ସବୁ ଆତ୍ମାଙ୍କର ପିତା ଅଟନ୍ତି। ଉଭୟ ସବୁଠାରୁ ପ୍ରିୟ ଅଟନ୍ତି। ଶ୍ରୀକୃଷ୍ଣ ମଧ୍ୟ ବିଶ୍ୱର ମାଲିକ ଅଟନ୍ତି ନା? ଏବେ ତୁମେମାନେ ନିର୍ଣ୍ଣୟ କରିପାରିବ ଅଧିକ ସ୍ନେହୀ କିଏ? ଶିବ ବାବା ହିଁ ତ ତୁମମାନଙ୍କୁ ଏପରି ଯୋଗ୍ୟ କରୁଛନ୍ତି ନା? ପୁଣି ଶ୍ରୀକୃଷ୍ଣ କ'ଣ କରୁଛନ୍ତି? ତାଙ୍କୁ ମଧ୍ୟ ବାବା ହିଁ ଏପରି କରୁଛନ୍ତି। ତେଣୁ ଗାୟନ ମଧ୍ୟ ଅଧିକ ସେହି ବାବାଙ୍କର ହେବା ଉଚିତ। ଶଙ୍କରଙ୍କର ନୃତ୍ୟ ଦେଖାନ୍ତି। ବାସ୍ତବରେ ନୃତ୍ୟ ଆଦିର କୌଣସି କଥା ନାହିଁ। ବାବା ବୁଝାଉଛନ୍ତି, ତୁମେ ସବୁ ହେଉଛ ପାର୍ବତୀ। ଶିବ ଅମରନାଥ ତୁମମାନଙ୍କୁ କଥା ଶୁଣାଉଛନ୍ତି।
ତାହା ହେଉଛି ନିର୍ବିକାରୀ ଦୁନିଆ, ଯେଉଁଠାରେ ବିକାରର କୌଣସି କଥା ନାହିଁ। ବାବା କ'ଣ ବିକାରୀ ଦୁନିଆ ରଚନା କରିବେ କି? ବିକାର ହିଁ ମନୁଷ୍ୟକୁ ଦୁଃଖ ଦେଇଥାଏ। ମନୁଷ୍ୟ ବହୁତ ହଠଯୋଗ ଆଦି ଶିଖନ୍ତି, ଗୁମ୍ଫାରେ ଯାଇ ବସନ୍ତି, ନିଆଁ ଉପରେ ମଧ୍ୟ ଚାଲିଥାନ୍ତି, ରିଦ୍ଧି ସିଦ୍ଧି ମଧ୍ୟ ବହୁତ ରହିଛି। ଯାଦୁଗରୀ ଦ୍ୱାରା ବହୁତ ଜିନିଷ ବାହାର କରନ୍ତି। ତେବେ ଭଗବାନଙ୍କୁ ମଧ୍ୟ ଯାଦୁଗର, ରତ୍ନାଗର, ସୌଦାଗର କହୁଛନ୍ତି। ତେଣୁ ନିଶ୍ଚିତ ଭାବରେ ସିଏ ଚୈତନ୍ୟ ହୋଇଥିବେ ନା? କହୁଛନ୍ତି ମଧ୍ୟ ମୁଁ ଏଠାକୁ ଆସୁଛି। ତେବେ ସିଏ ଯାଦୁଗର ଅଟନ୍ତି ନା? ମନୁଷ୍ୟରୁ ଦେବତା, ବେଗରରୁ ପ୍ରିନ୍ସ ଅର୍ଥାତ୍ ରଙ୍କରୁ ରାଜା କରୁଛନ୍ତି। ଏପରି ଯାଦୁ କେବେ ଦେଖିଛ? ଆଚ୍ଛା, ମିଠେ ମିଠେ ଶିଖିଲାଦି ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ଫୁଲର ବଗିଚାକୁ ଯିବାକୁ ହେବ, ସେଥିପାଇଁ ସୁବାସିତ ଫୁଲ ହେବାକୁ ପଡ଼ିବ। କାହାକୁ ବି ଦୁଃଖ ଦେବାର ନାହିଁ। ଏକମାତ୍ର ପାରଲୌକିକ ପିତାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡ଼ିବାକୁ ହେବ। 2 ନମ୍ବର, ଶିବ ବାବା ହିଁ ପରମ ପ୍ରିୟ ଅଟନ୍ତି, ସେଥିପାଇଁ କେବଳ ତାଙ୍କୁ ହିଁ ସ୍ନେହ କରିବାକୁ ହେବ। ସୁଖଦାତା ବାବାଙ୍କୁ ମନେ ପକାଇବାକୁ ହେବ। ବରଦାନ, କାହାର ଦୋଷ ଦୁର୍ବଳତାକୁ ନ ଦେଖି ନିଜର ଗୁଣ ବା ଶକ୍ତିଗୁଡ଼ିକର ସହଯୋଗ ଦେଉଥିବା ମାଷ୍ଟର ଦାତା ହୁଅ। ମାଷ୍ଟର ଦାତା ସେହିମାନେ ଅଟନ୍ତି ଯେଉଁମାନେ ସର୍ବଦା ଏହି ଆତ୍ମିକ ଭାବନାରେ ରହିଥାନ୍ତି ଯେ ଦୁନିଆର ସବୁ ଆତ୍ମାମାନେ ମୋ ଭଳି ବାବାଙ୍କ ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତୁ। ସେମାନେ କାହାର ବି କମି କମଜୋରିକୁ ନ ଦେଖି ନିଜେ ଧାରଣ କରିଥିବା ଗୁଣ ବା ଶକ୍ତିଗୁଡ଼ିକର ସହଯୋଗ ଦେଇଥାନ୍ତି। ଇଏ ତ ଏହିଭଳି ହିଁ ଅଟନ୍ତି। ଏଭଳି ଭାବନା ନ ରଖି ମୁଁ ଏହାକୁ ମଧ୍ୟ ବାବାଙ୍କ ସମାନ କରିବି, ଏହିଭଳି ଶୁଭ ଭାବନା ରହୁ। ଏହା ସହିତ ଏହି ଶ୍ରେଷ୍ଠ କାମନା ମଧ୍ୟ ରହୁ ଯେ ଦୁନିଆର ସର୍ବ ଆତ୍ମାମାନେ କାଙ୍ଗାଳ, ଦୁଃଖୀ, ଅଶାନ୍ତରୁ ସଦା ଶାନ୍ତ, ସଦା ସୁଖୀ ତଥା ମାଲାମାଲ ହୋଇଯାଆନ୍ତୁ। ତେବେ କୁହାଯିବ ମାଷ୍ଟର ଦାତା। ଆଜିର ସ୍ଲୋଗାନ, ମନୋବଚନ କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ହିଁ ନିରନ୍ତର ସେବାଧାରୀ ଅଟନ୍ତି। ସେମାନଙ୍କର ପ୍ରତିଟି ନିଶ୍ୱାସରେ ସେବା ସମାହିତ ଅଟେ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ପ୍ରଥମେ ନିଜର ଦେହଠାରୁ, ଦେହର ସମ୍ବନ୍ଧଗୁଡ଼ିକ ଠାରୁ ଏବଂ ପୁରୁଣା ଦୁନିଆର ସ୍ମୃତିଠାରୁ ମୁକ୍ତ ହୁଅ। ଯେତେବେଳେ ଏଭଳି ମୁକ୍ତ ଅବସ୍ଥାର ଅନୁଭବ କରିବ, ସେତେବେଳେ ହିଁ ଜୀବନ ମୁକ୍ତିର ଅନୁଭବ ସ୍ୱତଃ ହିଁ ହେବାକୁ ଲାଗିବ। ତେଣୁ ଚେକ୍ କର, ଜୀବନରେ ରହି ନିଜର ଦେହ, ଦେହର ସମ୍ବନ୍ଧ ଏବଂ ପୁରୁଣା ଦୁନିଆର ଆକର୍ଷଣ ଠାରୁ କେତେ ମାତ୍ରାରେ ମୁକ୍ତ ହେଲଣି? ଓମ୍ ଶାନ୍ତି।